ଚାଲନ୍ତୁ ଜାଣିବା ଓଡ଼ିଶାର କିଛି ଶ୍ରେଷ୍ଠ କ୍ଷୁଦ୍ର ବ୍ୟବସାୟ ବିଷୟରେ। ଯେହେତୁ ଓଡ଼ିଶା ବିଭିନ୍ନ ପ୍ରକାର ପରିବହନ ମାଧ୍ୟମରେ ଭାରତ ଏବଂ ବିଶ୍ୱ ସହିତ ଭଲ ଭାବରେ ସଂଯୁକ୍ତ, ଏହା ଅନେକ ରାଜ୍ୟ ଏବଂ ଅଞ୍ଚଳ ମଧ୍ୟରେ ବାଣିଜ୍ୟ ଏବଂ ସଂଯୋଗୀକରଣକୁ ସୁବିଧା ପ୍ରଦାନ କରେ। ତେଣୁ ଏଠାରେ ଏକ ବ୍ୟବସାୟ ସ୍ଥାପନ କରିବା ଏକ ଉତ୍ତମ ନିଷ୍ପତ୍ତି। ତଥାପି ଏହା ପୂର୍ବରୁ ବଜାର ଆବଶ୍ୟକତା ଏବଂ ଆଗକୁ ବଢ଼ିବା ପାଇଁ ଆବଶ୍ୟକତାଗୁଡ଼ିକୁ ବୁଝନ୍ତୁ। ଚାଲନ୍ତୁ ଜାଣିବା ଓଡ଼ିଶାର କିଛି ଶ୍ରେଷ୍ଠ କ୍ଷୁଦ୍ର ବ୍ୟବସାୟ ବିଷୟରେ। ପ୍ରଥମଟି ହେଉଛି ସୌର ପ୍ୟାନେଲ ଏବଂ ବ୍ୟାଟେରୀ ତିଆରି। ଏହା ଭାରତର ସବୁଠାରୁ ଲାଭଦାୟକ ଶିଳ୍ପ ମଧ୍ୟରୁ ଗୋଟିଏ, କାରଣ ଏହା ଲଗାତାର ଭାବରେ ଲାଭ ସୃଷ୍ଟି କରିବାରେ ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶା ହେଉଛି ଏକ ରାଜ୍ୟ ଯାହା ଭାରତର ଡେକାନ ଅଞ୍ଚଳରେ ଅବସ୍ଥିତ। ତେଣୁ ଏହି ଭୌଗୋଳିକ ସ୍ଥିତି ଓଡ଼ିଶାରେ ସୌରଶକ୍ତି ବ୍ୟବସାୟ ସୃଷ୍ଟି କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ସୁବିଧା ଭାବରେ କାର୍ଯ୍ୟ କରେ। ଏହି ବ୍ୟବସାୟରେ ଆପଣ ଅନେକ ମାଧ୍ୟମରେ ଉଦ୍ୟମ କରିପାରିବେ। ବ୍ୟାଟେରୀ କିମ୍ବା ସୌର ପ୍ୟାନେଲ ଉତ୍ପାଦନ ଏବଂ ରାଜ୍ୟରେ ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା। ଦ୍ୱିତୀୟରେ ରହିଛି ଗ୍ରୋସରୀ ଦୋକାନ। ଓଡ଼ିଶାର ସହରଗୁଡ଼ିକରେ ଅଧିକ ଛାତ୍ର ଏବଂ କାର୍ଯ୍ୟ କରୁଥିବା ପିଲା ରହୁଥିବାରୁ ଏହି ରାଜ୍ୟରେ ଗ୍ରୋସରୀ ଦୋକାନର ଚାହିଦା ସର୍ବଦା ଅଧିକ। ତେଣୁ ଦୋକାନ ଖୋଲିବା ଏଠାରେ ଲାଭଦାୟକ, କାରଣ ଏହାର ଚାହିଦା ଅଧିକ ଏବଂ ଆପଣଙ୍କୁ ବିଶେଷ ଦକ୍ଷତାର ଆବଶ୍ୟକତା ନାହିଁ। ଆପଣଙ୍କ ଟାର୍ଗେଟ୍ ବଜାରକୁ ସହଜରେ ଆକର୍ଷିତ କରିବା ପାଇଁ ଆପଣ ଅନଲାଇନ୍ ଏବଂ ଅଫଲାଇନ୍ ଷ୍ଟୋର ସ୍ଥାପନ କରିପାରିବେ। ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଗ୍ରୋସରୀ ସାମଗ୍ରୀରେ ଚାଉଳ, କପା, ସୋରିଷ, କ୍ଷୀର, ଗୁଡ଼, ଆଳୁ, ସୋୟାବିନ୍ ଇତ୍ୟାଦି ବିକ୍ରି କରି ଲାଭବାନ ହୋଇପାରିବେ। ତୃତୀୟରେ ରହିଛି ଫୁଡ୍ ଡେଲିଭରି। ଏହି ରାଜ୍ୟରେ କାର୍ଯ୍ୟରତ ବୃତ୍ତିଗତ ଏବଂ ଛାତ୍ରଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଉଥିବାରୁ ଓଡ଼ିଶାରେ ଖାଦ୍ୟ ଯୋଗାଣ ବା ଫୁଡ୍ ଡେଲିଭରି ବ୍ୟବସାୟର ସମ୍ଭାବନା ଅଧିକ। ଖାଦ୍ୟ ବଣ୍ଟନ ବ୍ୟବସାୟ ଏକ କମ୍ ମୂଲ୍ୟର ପ୍ରୟାସ। ଯଦି ଆପଣ ଜଣେ ଭଲ ରୋଷେୟା ଏବଂ ଏହି ବ୍ୟବସାୟ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ସ୍ଥାନୀୟ ସମ୍ପର୍କକୁ ବିସ୍ତାର କରି ଆପଣଙ୍କର ନେଟୱାର୍କକୁ ବିସ୍ତାର କରନ୍ତୁ। ଏହା ବ୍ୟତୀତ ଆପଣ ଅନଲାଇନ୍ ଖାଦ୍ୟ ଯୋଗାଣ ସେବା ପାଇଁ ଏକ ମୋବାଇଲ ଆପ୍ ମଧ୍ୟ ବିକଶିତ କରିପାରିବେ। ଯଦି ଆପଣ ତତ୍ପର ଏବଂ ଗୁଣାତ୍ମକ ଖାଦ୍ୟ ଯୋଗାଣ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ବଡ଼ ଲାଭ ପାଇପାରିବେ। ଚତୁର୍ଥରେ ରହିଛି ଅନଲାଇନ୍ ଶିକ୍ଷାଦାନ। ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱର ଭାରତର ଏକ ଜ୍ଞାନକେନ୍ଦ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରୁଛି, କାରଣ ଏଠାରେ ଅନେକ ସରକାରୀ ଏବଂ ଘରୋଇ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ପ୍ରତିଷ୍ଠିତ ହୋଇଛି, ଯାହା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରୁଛି। ତେଣୁ ଓଡ଼ିଶାରେ ଏକ ଛୋଟ ବ୍ୟବସାୟ ଧାରଣା ହେଉଛି ଅନଲାଇନ୍ ଶିକ୍ଷାଦାନ। ଯେଉଁମାନେ ଘରର ଆରାମ ଚାହାନ୍ତି, ଶିକ୍ଷାଦାନ ପ୍ରତି ଆଗ୍ରହୀ ଏବଂ ସଠିକ୍ ଦକ୍ଷତା ଏବଂ ବିଶେଷଜ୍ଞତା ରଖନ୍ତି, ସେମାନଙ୍କ ପାଇଁ ଉପଯୁକ୍ତ। ଆପଣଙ୍କୁ ଆପଣଙ୍କ ପସନ୍ଦର ବିଷୟ ଉପରେ ଅନଲାଇନ୍ ପାଠ୍ୟକ୍ରମ ତିଆରି କରିବାକୁ ପଡ଼ିବ ଏବଂ ଅନଲାଇନ୍ରେ ଶିକ୍ଷାଦାନ ଆରମ୍ଭ କରିବା ପାଇଁ ଆପଣଙ୍କର ୱେବସାଇଟ୍ ତିଆରି କରିବାକୁ ପଡ଼ିବ। ପଞ୍ଚମ ସ୍ଥାନ ରହିଛି ଇକୋ ଟୁରିଜିମ୍। ଓଡ଼ିଶାରେ ସର୍ବୋତ୍ତମ କ୍ଷୁଦ୍ର ବ୍ୟବସାୟ ଚିନ୍ତାଧାରା ମଧ୍ୟରୁ ଗୋଟିଏ ହେଉଛି ପର୍ଯ୍ୟଟନ କ୍ଷେତ୍ରରେ ପ୍ରବେଶ କରିବା। ଓଡ଼ିଶାରେ ଅନେକ ଇକୋ ଟୁରିଜିମ୍ ଗନ୍ତବ୍ୟସ୍ଥଳ ଅଛି, ଯେମିତିକି ଡେବ୍ରିଗଡ଼ ଇକୋ ଟୁରିଜିମ୍, ଚିଲିକା ହ୍ରଦ, ଗହୀରମଥା କଇଁଛ ଅଭୟାରଣ୍ୟ ଇତ୍ୟାଦି, ଏବଂ ପର୍ଯ୍ୟଟକମାନେ ଏହି ସ୍ଥାନଗୁଡ଼ିକୁ ଅନୁସନ୍ଧାନ କରିବାକୁ ଭଲ ପାଆନ୍ତି। ଆପଣଙ୍କ ଗ୍ରାହକମାନଙ୍କ ପାଇଁ ଯାତ୍ରା ଯୋଜନା ତିଆରି କରିବାକୁ ଆପଣଙ୍କୁ କେବଳ ଗବେଷଣା, ଏହି ଶିଳ୍ପରେ ଅଭିଜ୍ଞତା, ଏକ ଲ୍ୟାପଟପ୍ ଏବଂ ଏକ ଭଲ ୱାଇଫାଇ ସଂଯୋଗ ଆବଶ୍ୟକ। ସବୁଠାରୁ ଭଲ କଥା ହେଉଛି ଆପଣ ଏହି ବ୍ୟବସାୟକୁ ଆପଣଙ୍କ ଘରୁ ଆରମ୍ଭ କରିପାରିବେ। ଷଷ୍ଠ ସ୍ଥାନ ରହିଛି କଣ୍ଟେଣ୍ଟ ମାର୍କେଟିଂ ଏଜେନ୍ସି। ଓଡ଼ିଶାରେ କମ୍ ନିବେଶ ସହିତ ଏକ ସର୍ବୋତ୍ତମ ବ୍ୟବସାୟିକ ଧାରଣା ହେଉଛି ଆପଣଙ୍କର କଣ୍ଟେଣ୍ଟ ମାର୍କେଟିଂ ଏଜେନ୍ସି ଆରମ୍ଭ କରିବା। କଣ୍ଟେଣ୍ଟ ମାର୍କେଟିଂ କ୍ଷେତ୍ର ହେଉଛି ଏକ ଅନଲାଇନ୍ ଆଧାରିତ କାର୍ଯ୍ୟ, ଯାହାର ଆୟ ସମ୍ଭାବନା ଅଧିକ। ଆପଣଙ୍କୁ କେବଳ ଏକ ଡୋମେନ୍ କିଣିବାକୁ ପଡ଼ିବ, ଆପଣଙ୍କର ୱେବସାଇଟ୍ ତିଆରି କରିବାକୁ ପଡ଼ିବ, ପ୍ରଶିକ୍ଷିତ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ, କମ୍ପାନୀଗୁଡ଼ିକ ସହିତ ସହଯୋଗ କରିବାକୁ ପଡ଼ିବ। ତେବେ ଏହା ସ୍ଥାନୀୟ ଅଞ୍ଚଳରୁ ଆରମ୍ଭ କରିବାକୁ ପଡ଼ିବ ଏବଂ ଏହି ଅନୁସାରେ କାମ କରିବାକୁ ପଡ଼ିବ। ଆପଣ ଆପଣଙ୍କ କ୍ଲାଏଣ୍ଟଙ୍କ ଆବଶ୍ୟକତା ଅନୁଯାୟୀ ଆର୍ଟିକଲ, ବ୍ଲଗ, ସୋସିଆଲ ମିଡ଼ିଆ କପି ଇତ୍ୟାଦି ପ୍ରଦାନ କରିପାରିବେ। ସେହିପରି ସପ୍ତମ ସ୍ଥାନ ରହିଛି ପାଟ ଉତ୍ପାଦ ତିଆରି। ପଶ୍ଚିମବଙ୍ଗ, ବିହାର ଏବଂ ଆସାମ ପରେ ଓଡ଼ିଶା ଭାରତରେ ଚତୁର୍ଥ ବୃହତ ପାଟ ଉତ୍ପାଦକ। ଆପଣ ପାଟ ବ୍ୟାଗ୍ ତିଆରି ବ୍ୟବସାୟ ଆରମ୍ଭ କରିପାରିବେ, କାରଣ ଏଥିପାଇଁ ସର୍ବନିମ୍ନ ନିବେଶ ଆବଶ୍ୟକ। ତଥାପି ଏହି ବ୍ୟବସାୟ ଲାଭ ଦୃଷ୍ଟିରୁ ସର୍ବୋତ୍ତମ ଫଳାଫଳ ପ୍ରଦାନ କରେ। ବଜାର ଆବଶ୍ୟକତା ଅନୁସନ୍ଧାନ କରିବା ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଚାହିଦା ଅନୁଯାୟୀ ପାଟ ବ୍ୟାଗ୍, ଗାଲିଚା, ମ୍ୟାଟ୍, ଟୋପି, ଟେବୁଲ ଇତ୍ୟାଦି ତିଆରି କରିବା ଆବଶ୍ୟକ। ସେହିପରି ଅଷ୍ଟମ ସ୍ଥାନ ରହିଛି କୃତ୍ରିମ ଅଳଙ୍କାର ତିଆରି। ଓଡ଼ିଶାର ସବୁଠାରୁ ଛୋଟ ବ୍ୟବସାୟିକ ଧାରଣା ମଧ୍ୟରୁ ଗୋଟିଏ ହେଉଛି କୃତ୍ରିମ ଅଳଙ୍କାର ନିର୍ମାଣ କରିବା, ଯାହା ପାଇଁ ସର୍ବନିମ୍ନ ନିବେଶ ଆବଶ୍ୟକ।
तथापि आपणक ग्राहकमानक पई अनन्य डिजाइन तयारी करिबा पई आपणकु सृजनशीलता आवश्यक। साजसज्जा सामग्री तयारी करुवा कारीगर मानकु देखिबा पई ओडिशार ग्रामांचल परिदर्शन करबाकू चेष्टा करंतु। उन्नति पई आपणकु कृत्रिम अलंकार निर्माता, पार्लर इत्यादि सहित संपर्क स्थापन करी आपणक व्यवसाय को विस्तार करबाकू पड़िबो। एहा सहित आपण आपणकर अलंकार ऑनलाइन रे मध्य विक्रय करि परिबे। सेहीपरि नवम स्थान रे थिबा क्षुद्र व्यवसायटी हेउछि हस्तशिल्प। ओडिशा सारा विश्व में कपड़ा भित्तिक हस्तशिल्प, माटीपात्र, सिंह कार्य, टेराकोटा, आदिवासी अलंकार, पितल एवं धातु सामग्री, घास एवं बेत काम, आप्लिक कला एवं आहुरी अनेक किछि प्रोत्साहन एवं विक्रय पई जनाशुना। जदि आपणकर एक सृजनशील मानसिकता अछि एवं हस्तशिल्प क्षेत्र में प्रवेश करने चाहूँगी तेबे ओडिशार ग्रामांचल परिदर्शन करी छोट छोट कामरू आरंभ करंतु, जेउठारे आपण कारीगर एवं सेमानक कार्य पद्धतिटारू शिखि पारिबे। घरे अनन्य हस्तशिल्प सामग्री तयारी करी आरंभ करंतु एवं सेगुड़िको ऑनलाइन रे विक्रय करंतु, कारण सेगुड़िकर विश्व बजार में अधिक चाहिदा रहिछि। सेहीपरि दशम स्थान रे थिबा क्षुद्र लाभदायक व्यवसाय हेउछि गृह साजसज्जा व्यवसाय। ओडिशारे अन्य एक शीर्ष क्षुद्र व्यवसाय धारणा आभ्यंतरीण साजसज्जा ओडिशार एक ट्रेंडिंग व्यवसाय। जेहेतु यह स्थानटी हस्तशिल्प सामग्री पई प्रसिद्ध, एठारे एक गृह साजसज्जा व्यवसाय स्थापन करने आदर्श। तथापि एही क्षेत्र में एक उद्यम खोलिबा पई आपणकर गृह साजसज्जा डिग्री थिबा आवश्यक एवं सठिक सृजनशील दक्षता थिबा आवश्यक। सबुठारु भल कथा हेउछि आपण ऑनलाइन एवं ऑफलाइन पद्धति माध्यम गृह साजसज्जा उत्पाद विक्रय करि परिबे। तेबे दर्शक बंधु, आमर ए स्वतंत्र उपस्थापना आपनकु किपरि लागिला मतामत देबाकू बिल्कुल भूलिबेनी। ब्यूरो रिपोर्ट, जननी टीवी।